ବ୍ରହ୍ମପୁରରେ ଥିଲାବେଳେ ବି ଆମେ ମାଣ୍ଡିଆଟା ପ୍ରାୟତଃ ଖାଉଥିଲୁ। କିନ୍ତୁ ସେତେବେଳେ ତାର ମହତ୍ତ୍ୱ ଯୋଉଟା, ସେ ଜିନିଷଟା ହୁଏତ ଆମେ ଏତେଟା ଜାଣିନଥିଲେ। ଇନଡାଇରେକ୍ଟଲି ଆମେ ବା ଜିନିଷଟାକୁ ଆମେ ଇଏ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ, ସେ ସମୟରେ ଖାଇବା ସମୟରେ ଜାଣିନଥିଲେ କିନ୍ତୁ ଗୋଟେ ସ୍ୱାସ୍ଥ୍ୟକର ଖାଦ୍ୟ ଆମେ ଖାଉଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଯେତେବେଳେ ଆମେ କହିଲେ ନାହିଁ ଆମ ଜୀବନଟା ବହୁତ ଫାଷ୍ଟ ହେଇଯାଇଛି ଏବେ। କାହା ପାଖରେ ଆଉ ସମୟ ନାହିଁ କିଛି କରିବା ପାଇଁ। ତ ଆମେ ଧୀରେ, 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 ଧୀରେ ଫାଷ୍ଟ ଫୁଡ୍ ଆଡକୁ ଆମେ ଗତି କରିକି ଚାଲିଗଲେ। ତ ଆଜିର ଯୋଉ ପିଢ଼ି ବା ଆମର ପରବର୍ତ୍ତୀ ସମୟର ଯୋଉ ପିଢ଼ିମାନେ ଆସିଲେ, ସେ ସମୟରେ ଆପଣ ଯଦି ମନେ ଥିବ ତାହେଲେ କିଛି ସେମିତି ପ୍ରଥମ କରିକି ଆସିଲା 2 ମିନିଟରେ ଆପଣଙ୍କର ଖାଇବା ହେଇଯିବ ମ୍ୟାଗି ନୁଡଲ୍ସ। ସେ ପ୍ରଥମ କରି ସେ ସମୟର ଟାଇପର ଖାଇବା ଆସିଲା। ତାପରେ ଧୀରେ, ଧୀରେ ଆପଣଙ୍କର ଫାଷ୍ଟ ଫୁଡର ଗୋଟେ କଲଚର ଆସିଗଲା ସବୁଗୁଡ଼ିକ। କିନ୍ତୁ ଆଜି ଦେଖନ୍ତୁ ଗୋଟେ ସମୟ ଥିଲା, ସେ ସମୟ ଅନୁସାରେ ଆମେ ନିଜକୁ ବଦଳେଇଲେ। ଏବେ ସେଇଟାକୁ ଆମେ ତର୍ଜମା କରୁଛେ ଯେ ସେଇ ଯୋଉ ଆମେ ଜଲ୍ଦି କରିବା ଯୋଉ କଥାଟି ଆମେ ବଢ଼େଇଦେଲେ ଆଗକୁ, ସେଥିରେ ଆମେ ପାଇଛେ କଣ? ଏବଂ ହରେଇଛେ କଣ? ପାଇନେ କିଛି। କିଛି ଆମେ ପାଇନେ ସେଥିରୁ। ନା ଆମେ ସମୟକୁ ବଞ୍ଚେଇ ଦେଇ ପାରିଲେ ସେଇ ଅନୁସାରେ, ନା ସ୍ୱାସ୍ଥ୍ୟକୁ ବଞ୍ଚେଇ ପାରିଲେ, ନା କୋଉ ଜିନିଷକୁ ଆମେ କରିପାରିଛେ ସେଥିରେ।